ଜୟ ଜଗନ୍ନାଥ। ପିଲାମାନେ, ଆଜି ଆମେ ପ୍ରମେୟର ଗୋଟେ ଇଂଲିଶ ସେଟ୍ଟା ଆଲୋଚନା କରିବା। ଆଜି 6 ତାରିଖର। ଦେଖ, କ୍ୱେଶ୍ଚିନ୍ ନମ୍ବର 1, ଦି ବେଗାର ୱେଣ୍ଟ ଟୁ ଚପ୍ ଉଡ୍ ବିକଜ। ବେଗାର କାହିଁକି କାଠ କାଟିବାକୁ ଗଲା? ନା, ଆନ୍ସର ହଉଛି ହି ୱାଜ ଟ୍ରାପ୍ଡ ବାଇ ହିଜ ଓନ୍ ୱାର୍ଡ। ତା ସେ ନିଜ କଥାରେ ସେ ଫସି ଯାଇଥିଲା। ଯୋଉ ଇଆଡୁ ସିଆଡୁ କଥା, ମୁଁ ସ୍କୁଲ ଟିଚର ଅଛି, ମୁଁ ଶିକ୍ଷକ ଅଛି, ହେଲା, ମୁଁ ରସିଆନ ମ୍ୟୁଜିକ ଦଳରେ ଅଛି, ବିଭିନ୍ନ କଥା ଯୋଉ କହିଲା, ସେ ତା କଥାରେ ଫସି ଯାଇଥିଲା, ତେଣୁ ସେ ବାଧ୍ୟ ହେଇକି ଗଲା, ହେଲା, ଟ୍ରାପ୍ଡ ବାଇ ହିଜ ଓନ୍ ୱାର୍ଡ। ତାପରେ 2 ନମ୍ବର ପିଲେ, ଦି ଷ୍ଟ୍ରେଂଥ ଅଫ ଦି ବେଗାର ହାଡ ବିନ୍ ଅଣ୍ଡରଲାଇନ୍। ପିଲେ ଶବ୍ଦ ଏଟା ଭୁଲ ଲେଖା ଯାଇଛି ଟିକେ, ଅଣ୍ଡରଲାଇନ୍ ନୁହଁ, ଅଣ୍ଡର ମାଇଣ୍ଡ ହବ ଏଇଟା ପିଲେ, ମନେ ରଖିଥା। ଅଣ୍ଡରଲାଇନ୍ ଅଛି, ଅଣ୍ଡର ମାଇଣ୍ଡ, MIND, ଅଣ୍ଡର ମାଇଣ୍ଡ ବାଇ ଭୋଡକା, ହେଲା। ଷ୍ଟ୍ରେଂଥ ଅଫ ଦି ବେଗାର, ଯୋଉ ଭିକାରୀଟିର ଶକ୍ତି କଣ ହେଇଯାଇଥିଲା? ହାଡ ବିନ୍ ଅଣ୍ଡର ମାଇଣ୍ଡ ବୋଲେ ଡ୍ୟାମେଜଡ, ୱିକେଣ୍ଡ, ଦୁର୍ବଳ ହେଇଯାଇଥିଲା। କାହିଁକି? ଭୋଡକା, ଭୋଡକା ପିଇକିରି, ଭୋଡକା ଭୋଡକା ଯୋଉ ମଦ, ଭୋଡକା ପିଇକିରି ତା ଦେହଟା ଦୁର୍ବଳ ହେଇଯାଇଥିଲା ବା ଶକ୍ତିହୀନ ହେଇଯାଇଥିଲା, ହେଲା। ତାପରେ 3 ନମ୍ବର, ସର୍ଗେଇ ଫେଲ୍ଟ ଆସାମ୍ଡ of himself for sending a dash to work at manual labor in the cold. ସର୍ଗେଇ ଯୋଉ ନିଜକୁ ନିଜେ ଲଜ୍ଜିତ ହେଲେ ବା ଲଜ୍ଜା ଅନୁଭବ କଲେ, ଆସାମ୍ଡ ଅଫ୍ ହିମସେଲ୍ଫ, ନିଜକୁ ନିଜେ, ଫର ସେଣ୍ଡିଂ କଣ ନା ଅପସନ ସି, ସ୍ପଏଲ୍ଡ ଡ୍ରଙ୍କନ ଆଣ୍ଡ ସିକ୍ ପର୍ସନ, ଗୋଟେ ନଷ୍ଟ ହେଇଯାଇଥିବା ମଦୁଆ ଏବଂ ଅସୁସ୍ଥ ଲୋକଟାକୁ ଯୋଉ କାଠ ଚିରାକୁ ପଠେଇଲେ, ସେ ନିଜକୁ ନିଜେ ଲଜ୍ଜିତ ହେଲେ, ହେଲା। ଅପସନ ସି, ସ୍ପଏଲ୍ଡ ଡ୍ରଙ୍କନ ଆଣ୍ଡ ସିକ୍ ପର୍ସନ। ତାପରେ 4 ନମ୍ବର, ଦି ଗ୍ରାଣ୍ଡଫାଦର ଭିଜିଟେଡ ଦି ଜୁ ଆବାଉଟ କେତେ 6 ମାସ ଲେଟର, 6 ମାସ ପରେ ଗଲେ ବୁଲିବାକୁ, ସେ ଯୋଉ ଟିମୋଥି ଛାଡିକି ଆସିଥିଲେ, ତାଙ୍କ ବନ୍ଧୁଘର ଲକ୍ଷ୍ମଣକୁ ଯାଇଥିଲେ, ସେଠି ଭେଟିଲେ। ତାପରେ 5 ନମ୍ବର ପିଲେ, ଦି ଗ୍ରାଣ୍ଡଫାଦର ଡ୍ୟାଶ ଦି ଟାଇଗର ଇନ ଦି କେଜ୍। ଯୋଉ ଜେଜେବାପା କଣ କଲେ? ଟକ୍ଡ ୱିଥ୍, ତା ସହିତ କଥା ହେଲେ। ଏ ଶୁଣ, ଏଇ ବହିରେ ତମର ଟକ୍ଡ ୱିଥ୍ କଥା ହେଲେ ଲେଖିନି, କିନ୍ତୁ କହିଛି କଣ ଅଛି, ଯେତେବେଳେ ଗଲେ କହିଲେ ହେଲୋ ଟିମୋଥି, ଟିମୋଥି କହିଥିଲା ହେଲୋ ଟିମୋଥି, ହେଲା। ସେ ଗୋଟେ ଗ୍ରାଣ୍ଡଫାଦର କହିଛନ୍ତି, ସେ ଗୋଟେ ଗ୍ରାଣ୍ଡଫାଦର ଲେଖା ହେଇଛି, ତେଣୁ ଟକ୍ଡ ୱିଥ୍, ହେଲା। ତାପରେ 6 ନମ୍ବର, ଆଇ ବିକେମ୍ ୱାନ୍ ଅଫ୍ ଦି ଟାଇଗର୍ସ ଫେଭରାଇଟ, ହେଲା। ଏ କଥା କିଏ କହିଥିଲେ? ନିଜେ ରାଇଟର ନିଜେ କହିଥିଲେ, ମୁଁ ତାର ଫେଭରାଇଟ ହେଇଯାଇଥିଲି ବୋଲି, ଅପସନ ଡି, ହେଲା। ତାପରେ 7 ନମ୍ବର, ଅଣ୍ଟ ୱାଜ dead sure that nobody would sell conscience for friendship ବୋଲେ କେତେବେଳେ କହିଥିଲା? ଅପସନ ବି ଉତ୍ତର ୟାର। କେତେବେଳେ? ଯୋଉ ଆଣ୍ଟ ଚାଚୀ, ବୁଢୀ ଚାଚୀ କାହାକୁ କହିଥିଲେ? ଆଲଗୁ କହିଥିଲେ। କଣ କହିଥିଲେ? ନା, ଜୁମନର ତାଙ୍କର ଯୋଉ ନ୍ୟାୟ ବସିଥିଲା, କାହିଁକି ଜୁମନ ତାକୁ ଦେଲାନି, ଖାଇବାକୁ ଦେଲାନି, କିଛି ଦେଲାନି, ହଇରାଣ କଲା, ତା ସମ୍ପତ୍ତି ଏଠି ନେଇଯାଇଥିଲା। ଯୋଉ ପଞ୍ଚ ନ୍ୟାୟ ଯୋଉ ବସିଲା, ସେ ନ୍ୟାୟରେ ଆଲଗୁ ଥିଲା ପଞ୍ଚ, ସେ କହିଲା ନାହିଁ ମୁଁ ହେବି ନାହିଁ, କାହିଁକି ମୁଁ ଯିବିନି ନା, ମୋର ସେ ଅତି ନିବିଡ଼ ବନ୍ଧୁ ଜୁମନ, ତେଣୁ ମୁଁ ତାକୁ ରହିବିନି। ସିଏ ସେଇଠି ବୁଢୀ କହିଥିଲା, କହିଲା ଜଣେ କଣ ବନ୍ଧୁତ୍ୱ ପାଇଁ ନିଜ ବିବେକକୁ ବିକିଦବ, ହେଲା। ତାହେଲେ ଫ୍ରେଣ୍ଡସିପ୍, ହେଲା। ତାପରେ ପିଲେ 8 ନମ୍ବର, ସାମୋଇ ସାହୁ ପ୍ରମିସ ଟୁ ପେ ଅଫ୍ ଦି ପ୍ରାଇସ୍ ଟୁ ଆଲଗୁ। ସେ ବଳଦ କିଣିକି ନେଇଥିଲା, କେତେ ଦିନରେ ପଇସା ଦବୁ କହିଥିଲା? ଗୋଟେ ମାସ, ଏ ମନ୍ଥସ୍ ଟାଇମ୍, ହେଲା। ଏ ମନ୍ଥସ୍ ଟାଇମ୍, ଅପସନ ବି, ହେଲା। 9 ନମ୍ବର, ଦି ୱାଇଜ ମ୍ୟାନ ଲର୍ଣ୍ଟ ଦ୍ୟାଟ ଦି ଷ୍ଟ୍ରେଞ୍ଜ ଥିଙ୍ଗ ୱାଜ ଏ ଗ୍ରେନ୍ ଅଫ କର୍ନ ହ୍ୱେନ୍। କେତେବେଳେ? ଯେତେବେଳେ ଜ୍ଞାନୀ ଲୋକମାନେ ଦେଖିଲେ, ଆଦୌ ତ ଜାଣିପାରିଲେନି, ଆଗରୁ କଣ କିଛି କହିପାରିଲେନି। କିଛି ଦିନ ପରେ ସେ ଝରକା ବାଡ଼ ଉପରେ ଥୁଆଇଥିଲା, ଗୋଟା କୁକୁଡ଼ା ଆସି ତାକୁ ଖୁମ୍ପିଲା, ସେତିବେଳେ ସେ କହିଲେ ଗୋଟେ ଆରେ ଗୋଟେ କର୍ଣ୍ଣରେ, ହେଲା। ଅପସନ ସି, ଏ ହେନ୍ ମେଡ୍ ଏ ହୋଲ ଇନ୍ ଦି ଷ୍ଟ୍ରେଞ୍ଜ ଥିଙ୍ଗ। ଯେତେବେଳେ ଗୋଟେ କଣା ଗଲା, ସେତେବେଳେ ଜାଣିଲି ଗୋଟେ କର୍ଣ୍ଣ, ହେଲା। ତାପରେ 10 ନମ୍ବର, why did the king send for the old pigeon's father? କାହିଁକି ପଠେଇଥିଲେ ଓଲ୍ଡ ପିଜନ୍ ପାଖକୁ? କୋଉଥିପାଇଁ ପଠେଇଥିଲେ? ନା, କୋଉଥିପାଇଁ ପଠେଇଥିଲେ? ନା, ବିକଜ ହିଜ ଫାଦର ମାଇଟ୍ ହାଭ୍ ହାର୍ଡ where such grain had grown। ବୋଲେ କାହିଁକି? ନା,
ହିଜ୍ ଫାଦର ମାଇଟ୍ ହାଭ୍ ହାର୍ଡ, ତାଙ୍କ ବାପା ଶୁଣି ପାରିଥିବେ କୋଉଠି କ'ଣ ଏମିତି କର୍ନ ଫଳୁଥିଲା ଆଗରୁ ହଉଥିଲା ଏଇ ବିଷୟରେ ହେଲା। ତାହେଲେ ଅପସନ୍ ବି 10 ନମ୍ବର ଅପସନ୍ ବି ହେଲା। ବିକଜ ହିଜ୍ ଫାଦର ମାଇଟ୍ ହାଭ୍ ହାର୍ଡ ହ୍ୱେୟାର ସଚ୍ ଗ୍ରେନ୍ ହାଡ୍ ଗ୍ରୋନ୍ ପଡ଼ିଥିଲା। 11 ନମ୍ବର ଦେଖ, ଲେଞ୍ଚ ୱାଜ ଆନ୍ ଅକ୍ସ ଅଫ୍ ମ୍ୟାନ୍। ଦି ଏକ୍ସପ୍ରେସନ୍ ଲେଞ୍ଚ ଗୋଟେ ବଳଦ ଭଳିଆ, ଅର୍ଥ ବଳଦ ଭଳିଆ ଖଟୁଥିଲା, କାମ କରୁଥିଲା। ତାହେଲେ ଅପସନ୍ ସି, ଲେଞ୍ଚ ଟଏଲ୍ ଲାଇକ୍ ଆନ୍ ଅକ୍ସ ଇନ୍ ଦି ଫିଲ୍ଡ। ଟଏଲ୍ ବେଳେ କଠିନ ପରିଶ୍ରମ କରୁଥିଲା ହେଲା। ତାପରେ 12 ନମ୍ବର ଦେଖ, 12 ନମ୍ବର ହେଲା ପିଲେ, ଏ ପ୍ଲେଗ ଅଫ୍ ଲୋଟସ୍ ଉଡ୍ ହାଭ୍ ଲେଫ୍ଟ ମୋର୍ ଦ୍ୟାନ୍ ଦିସ୍। ଦିସ୍ ଏକ୍ସପ୍ରେସନ୍ ଇନ୍ ବୋଲ୍ଡ ମିନ୍ସ, ବୋଲେ ଯୋଉ ଏ ପ୍ଲେଗ ଅଫ୍ ଲୋଟସ୍ ଅର୍ଥ କ'ଣ? ଯୋଉ ପଙ୍ଗପାଳ ପକ୍ଷୀ, ପଙ୍ଗପାଳ ପକ୍ଷୀ କ'ଣ? ଏ ଲାର୍ଜ ନମ୍ବର, ଅପସନ୍ ଡି, ଏ ଲାର୍ଜ ନମ୍ବର ଅଫ୍ ଲୋଟସ୍ ଦ୍ୟାଟ୍ ଆରାଇଭ୍ ଆଟ୍ ଦି ସେମ୍ ଟାଇମ୍। ବୋଲେ ସେ କହିଲା ଯଦି ପଙ୍ଗପାଳମାନେ ଆସି ଖାଇଥାନ୍ତେ ବି ଏତେ କ୍ଷତି କରି ନଥାନ୍ତେ କହୁଥିଲା। ସେଇ କଥା, ଏ ଲାର୍ଜ ନମ୍ବର ଲୋଟସ୍ ବହୁ ସଂଖ୍ୟା ଆସିଥାନ୍ତେ ସେମ୍ ଟାଇମ୍, ଏକ ସମୟରେ ବହୁ ସଂଖ୍ୟାରେ ଆସି ପହଞ୍ଚିଥିଲେ ମଧ୍ୟ ଏତେ କ୍ଷତି ହେଇପାରି ନଥାନ୍ତା। ତାପରେ 13 ନମ୍ବର, ଗାନ୍ଧୀ ଅଟୋବାୟୋଗ୍ରାଫି କ'ଣ କୋଉଥିରୁ ଆସିଛି? ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍। ଅପସନ୍ ଏ। 14 ନମ୍ବର, ଗାନ୍ଧୀ ୱାଜ ନଟ୍ ରିଗାର୍ଡେଡ୍ ଆଜ୍ କ'ଣ? ଏ ଫୋଲ୍, ବୋକା ବୋଲି ବିବେଚିତ ହଉନଥିଲେ। ଅପସନ୍ ବି, ଏ ଫୋଲ୍। 15 ନମ୍ବର, ଇନ୍ ହୁଇଚ୍ ବିହୁ ଫେଷ୍ଟିଭାଲ ଡୁ ପିପୁଲ ଲାଇଟ୍ ଲ୍ୟାମ୍ପସ୍ ଆଣ୍ଡ ପ୍ରେ ଟୁ ଗଡ୍ ଫର୍ ଗୁଡ୍ ହାର୍ଭେଷ୍ଟ। ଆଲୋକ ଜାଳନ୍ତି, ଭଲ ଫସଲ ପାଇଁ ଇଏ କରନ୍ତି, କ'ଣ ସେଇଟା? କୋଉ ସେଇଟା? ସେଟା ହଉଛି ପିଲେ କାଟି ବିହୁ। ତମକୁ ଆଗରୁ ମୋର ଭିଡିଓ ଦେଖିବ, ବହୁତ ବଢିଆରେ ଆଲୋଚନା କରିଛି ଅବଜେକ୍ଟିଭ ସବୁ, ଦେଖିବ ଭଲ ଭାବରେ। ରଙ୍ଗାଲି ବିହୁ, କଙ୍ଗାଲି ବିହୁ, ଭୋଗାଲି ବିହୁ ମାନେ ହେଲା କିଏ କେବେ ହବ କହି ଜାଣିଛ ହେଲା। ଏଇଟା ହେଲା କାଟି ବିହୁ ହେଲା। କ୍ଲିୟର? କେବେ ପାଳନ ହୁଏ କାଟି ବିହୁ ଜାଣିଛ? କାଟି କେବେ ପାଳନ ହୁଏ? ତିନିଟା, ରେଙ୍ଗାଲି, କଙ୍ଗାଲି, ଭୋଗାଲି। ଏଇଟା ବୋହାଗ ବିହୁ, ସେଟା କାଟି ବିହୁ, ସେଟା ହେଲା ମାଘ ବିହୁ। ମନେ ହେଲା? କେବେ କହିଦେଇଛି, ଡିଟେଲ ସବୁ କହିଦେଇଛି, ଦେଖିବ। ତାହେଲେ ଏଇଟା କାଟି ବିହୁ। 16 ନମ୍ବର, ହୁଇଚ୍ ଡ୍ୟାନ୍ସ ଇଜ ପରଫର୍ମ ଇନ୍ ମୋପିନ୍ ଫେଷ୍ଟିଭାଲ। ମୋପିନ୍ ଫେଷ୍ଟିଭାଲରେ କୋଉ ଡ୍ୟାନ୍ସ ହୁଏ? ସେଟା ହଉଛି ଅପସନ୍ ସି, ପୋପିର। ଅପସନ୍ ସି ହେଲା। ମୋପିନ୍, ମୋପିନ୍ ହଉଛି କ'ଣ? ଗୋଟେ ହାର୍ଭେଷ୍ଟ ଫେଷ୍ଟିଭାଲ ଅଫ୍ ଦି ଗାଲୋ ଟ୍ରାଇବ୍ସ। ଗାଲୋ ସମ୍ପ୍ରଦାୟ ଲୋକମାନଙ୍କର ସେ ହଉଛି ଗୋଟେ ହାର୍ଭେଷ୍ଟ ଫେଷ୍ଟିଭାଲ ହେଲା। ସିଏ କାହାକୁ ପୂଜା କରନ୍ତି? ନା ଓସିପ୍ ଗଡସେସ୍ ମୋପିନ୍ କୁ ପୂଜା କରନ୍ତି ହେଲା। କ'ଣ ପାଇଁ? ଟୁ ଡ୍ରାଇଭ୍ ଏ ଇଭିଲ୍ ସ୍ପିରିଟ୍ସ, ଦୁଷ୍ଟ ଆତ୍ମାଙ୍କୁ ବାହାର କରିଦେବା ପାଇଁ ସେ ପ୍ରାର୍ଥନା କରନ୍ତି ହେଲା। ଆଉ ସେମାନଙ୍କର ଦେଶୀୟ ଲୋକ ନୃତ୍ୟ କରନ୍ତି ହେଲା। ସେଇ ଦେଶୀୟ ଲୋକ ହେଲା କ'ଣ? ପପିଜ୍। 17 ନମ୍ବର, ହୁଇଚ୍ କ୍ରୁସିଆଲ ପ୍ରୋବ୍ଲେମ୍ ଇଜ୍ ଭେରି ଟାଉନ୍ ଫେସିଂ ଏଭ୍ରି ଟାଉନ୍ ଇଜ୍ ଏଭ୍ରି ଟାଉନ୍ ଫେସିଂ ଦିସ୍ ଡେଜ୍। କୋଉ କ୍ରୁସିଆଲ ପ୍ରୋବ୍ଲେମ ବର୍ତ୍ତମାନ ଆମର ଏୟାର ପଲ୍ୟୁସନଟା ବର୍ତ୍ତମାନ ଆମର ଅତି ବିପଦମୟ ପରିସ୍ଥିତି ସୃଷ୍ଟି କଲାଣି ହେଲା। ତାପରେ ଦେଖ ଏୟାର ପଲ୍ୟୁସନ। 18 ନମ୍ବର, 18 ନମ୍ବର, ହାଉ ଡୁ ଫ୍ଲାୱାର ଆଣ୍ଡ ଭେଜିଟେବୁଲ କ୍ରପ୍ସ ସଫର ଇଲ୍ ଇଫେକ୍ଟସ୍। କେମିତି ଭେଜିଟେବୁଲ ଆଉ କ୍ରପ୍ସ ଫ୍ଲାୱାର୍ସ କ'ଣ ଫ୍ରମ୍ କାର ଏକ୍ସଜଷ୍ଟ, ଯୋଉ କାରରୁ ଯୋଉ ବାହାରୁଛି ନିର୍ଗତ ହଉଛି ଧୂମ ହେଲା, ସେ କାର ଏକ୍ସଜଷ୍ଟ ଗୁଡ଼ିକ ନଷ୍ଟ ହେଇଯାଉଛନ୍ତି। କିଏ ସେ? ଫ୍ଲାୱାର୍ସ ଆଉ ଭେଜିଟେବୁଲ୍ସ। 19 ନମ୍ବର, ହ୍ୱାଟ ସୁଡ୍ ନଟ୍ ସ୍କୁଲ ଚିଲଡ୍ରେନ୍ ହେଜିଟେଟ୍ ଫର୍। କ'ଣ ସ୍କୁଲ ଚିଲଡ୍ରେନ୍ ମାନେ ଦ୍ୱିଧା କରିବେ ନାହିଁ? କ'ଣ ପାଇଁ କରିବେନି? ନା ଟୁ ଆସ୍କ ଆଡଭାଇସ୍ ଫ୍ରମ୍ ୱାନ୍ ଅଫ୍ ଦେୟାର ଟିଚର। ତାଙ୍କ ଶିକ୍ଷକମାନଙ୍କଠାରୁ ଆଡଭାଇସ୍। ଏକୁ କାହିଁକି ଦ୍ୱିଧା କରିବେ? ତାକୁ ଆଣିବା ଦରକାର ଆଡଭାଇସ୍ ହେଲା। ତାପରେ 20 ନମ୍ବର, ସ୍ମୋକିଂ ଇନ୍ ୟୁଥ୍ ଷ୍ଟନ୍ସ ଦି ବଡି ଆଣ୍ଡ କ୍ଲାଉଡ୍ସ ଦି ବ୍ରେନ୍। ଏଠି କ୍ଲାଉଡ୍ସ ମିନ୍ସ କ'ଣ? କ୍ଲାଉଡ୍ସ ମିନ୍ସ ମେକ୍ସ ଅନସର୍ଟନ୍। ଅପସନ୍ ସି, ମେକ୍ସ ଅନସର୍ଟନ୍ ହେଲା। ତାପରେ ଦେଖ, we enjoy watching 21 ନମ୍ବର, we enjoy watching the sight of tall trees while walking in the
ଟଲ୍ ଟ୍ରିଜ୍ ଟା କୋଉଠି ଦେଖାଯିବ? ଟଲ୍ ଟ୍ରିଜ୍, ଫ୍ରୁଟ୍ସ, ମେଡୱେଜ୍ ଏଗୁରା ଜାଣିଛ ନା ନାଇଁ? କ୍ଲିୟର ଭଲ ଜାଣିଛ ନା ନାଇଁ? ଆଁ এটা হচ্ছে ଗ୍ରୀନଉଡ୍। ଟଲ୍ ଟ୍ରିଜ୍ ହଉଛି ଗ୍ରୀନଉଡ୍, ଜଙ୍ଗଲରେ ଦେଖାଯିବ ଗଛ ଗୁଡା ନା ହେଲା। ଗାର୍ଡେନରେ ରାଇଟ୍ ଫ୍ରୁଟ୍, ମେଡୋଜରେ ପ୍ଲେ, ମନେ ରଖି ତ। 22 ନମ୍ବର, ରସେସ୍ ଆର୍ ପ୍ଲାଣ୍ଟସ୍ ଦ୍ୟାଟ୍ ଗ୍ରୋ ବାଇ ଦି ୱାଟର, ବାରମ୍ବାର ପଡୁଛି। ତାପରେ 23 ନମ୍ବର, in the poem the solitary pair whose voice according to Wordsworth is most thrilling, କାହାର ରୋମାଞ୍ଚକର, ମୋଷ୍ଟ ଥ୍ରିଲିଂ କାହା ଭଏସ ନା ଦି ସଲିଟାରୀ ପର, ଅପସନ ସି। ତାପରେ ଦେଖ 24 ନମ୍ବର, Wordsworth described the valley which is overflowing with the solitary reaper's song was profound, profound बोले deep, गभीर, profound। 24 ହେଲା। 25 नंबर देखो, 25 नंबर, which flower besides champa and lotus is mentioned in the poem village song? village कैसे? लिली, लिली लिली कहीं, ऑप्शन बी। 26 नंबर, who are calling the girl to the forest in the poem village song कैसे? ना the fairy fall, ऑप्शन सी। तापरे 27 नंबर, when do flower children have their holidays? तांकर खुशी हॉलिडे छुट्टी दिन को ना रेनी सीजन, रेनी इट इज इन मॉनसून, ऑप्शन मॉनसून, रेनी সময়টা। তারপর দেখো 28 নম্বর, what follows the rumbling storm clouds? June showers ହେଲା, ଜୁନ ମାସର ବର୍ଷା। 29, Vicky's brain feels that it is insulting to be called a specimen, option C। 30 number, what was Vicky's love for his parents like? Excessive love, option C ହେଲା। ତାପରେ 31 ନମ୍ବର, ପିଲା ଆସିଲା ଗ୍ରାମାର ପୋଷଣ ଆସିଲା। It was during the meal that just as Lenzo had predicated, big drops of rain began to fall. The underlined word means predicated, अर्थ भविष्यवाणी कहवा, foretold the future, predicated, clear। तापर देखो 32 नंबर देखो, Satish scored a goal in the last minute, ଶେଷ ମିନିଟରେ ଗୋଟେ ଗୋଲ ହାସଲ କଲେ କିଏ? ସତୀଶ। he was fortunate। ତାହେଲେ join the sentence making one a relative clause। ଦେଖ relative clause କେମିତି ହବ? ତାହେଲେ relative clause ଲାଗେ ସତୀଶ relative pronoun who ଲଗେଇବ। ତାହେଲେ ଦେଖିଲ କୋଉଠି ଲାଗିଛି? ସତୀଶ ସ୍କୋର୍ଡ କାଟିଦିଅ, ସତୀଶ ୱାଜ କାଟିଦିଅ, ସତୀଶ ସ୍କୋର୍ଡ କାଟିଦିଅ, ତାହେଲେ ସତୀଶ ହୁ was fortunate scored a goal in the last minute, clear। relative pronoun who ଲଗେଇବ। ତାପରେ କଣ ଦେଖ 33 ନମ୍ବର, the stranger did not talk in a polite manner। ସେ ଯୋଉ ଷ୍ଟ୍ରେଞ୍ଜରଟି ଅଜଣା ଲୋକଟି ଆସିଥିଲା, did not talk in a polite ମାନେ କଥା, ତାହେଲେ polite ମାନେ କହିଲାନି ଅର୍ଥ କଣ? impolite, option C, not polite, impolite। ତାପରେ 34 ନମ୍ବର, if Subhadra had spent much she dash much bank balance। ଦେଖ ଏଇଟା ମନେ ରଖ, ବାରମ୍ବାର ପଢୁଛି, ପଢିବ, କହୁଛି। ଏପଟେ କଣ ଅଛି ଦେଖ, if clause ରେ ଅଛି had spent, ଅର୍ଥ had ପ୍ଲସ୍ past participle ଅଛି। ତାହେଲେ ମେନ୍ କ୍ଲୋଜ ରେ କଣ ହବ? would have past participle, ଯୋଉଠି ଅଛି ଦେଖ would have, ଅପସନ ଯୋଉଠି ଅଛି ଦେଖ କୋଉଠି ଅଛି, ସେଇଠି ଅପସନ ଏ ରେ ଅଛି would have had, not ସୁଭଦ୍ରା if ସୁଭଦ୍ରା had spent much, ଯଦି କରି ନଥିଲେ ଅଧିକା ରଖିଥାନ୍ତି, would not have had, ତାହେଲେ ଅପସନ ଏ। ଏଇଟା ହଉଛି କଣ? ଟାଇପ 3, ଟାଇପ 0, ଟାଇପ 1, ଟାଇପ 2, ଟାଇପ 3, ଟାଇପ 3। The beggar was, ଦେଖ 35 ନମ୍ବର,
ଦି ବେଗାର ହାଜ୍ ନଥିଙ୍ଗ ଟୁ ଇଟ୍ ରିଅଲାଇଜ୍ ସେନ୍ସ ୟୁଜିଂ ହାର୍ଡଲି ହାର୍ଡଲି ଲଗି କହିବ ତାହେଲେ କୋଉ ନମ୍ବରଟା ହବ କହ ତମେ ବାରମ୍ବାର କହିଛି ହାର୍ଡଲି କୋଉଠି ଲାଗିବ ଯୋଉଠି ଅକ୍ସିଲାରୀ ଆଉ ମେନ୍ ଭର୍ବ ମଝିରେ ଲାଗିବ କହିଥିଲି ପୁଣି ଯଦି ନାହିଁ ଏଠି ଦେଖ ନହେଲେ ଲାଗିବ କଣ କୋଉଠି ଲାଗିବ ଦି ବେଗାର ହାଜ୍ ହାର୍ଡଲି ଏନିଥିଙ୍ଗ ଟୁ ଇଟ୍ ଦି ବେଗାର ହାଜ୍ ହାର୍ଡଲି তাহলে এটি লাগিগলা অপশন সিটি ঠিক হবে এটি দি বেগার হ্যাজ হার্ডলি এনিথিং টু ইট ক্লিয়ার আরে লাগিব ଯୋଉଠି ଥବ ଦିଟା ଅକ୍ସିଲାରୀ ଥବ ମେନ୍ ଭର୍ବ ଥବ ସେଠି ଲାଗିବ କୋଉଠି ଅକ୍ସିଲାରୀରୁ ମେନ୍ ମଝିରେ ଯୋଉଠି ନାହିଁ ଯଦି ଅକ୍ସିଲାରୀ ନଥବ ମେନ୍ ଭର୍ବ ହେଲେ କାମ କରୁଥବ ତାହେଲେ ମେନ୍ ଭର୍ବ ପରେ ଲାଗିବ ତାହେଲେ ଏଠି ମେନ୍ ଭର୍ବ ଏଠି ତା ହାଜଟି ଅଛି ମେନ୍ ଭର୍ବ କାମ କରୁଛି ତାହେଲେ ହାଜ୍ ହାର୍ଡଲି ମେନ୍ ଭର୍ବ ପରେ ଲାଗିଲା କ୍ଲିୟର ବୁଝିଲା ନା ତାହେଲେ 36 ନମ୍ବର ହେଲା men clad in full warrior costumes they are hunting and they wearing skills choose the appropriate phrasal verb and a complete sentence show up hand down get in ask for show up अर्थ कौन देखाइबा गर्व करिया मध्य get in बोले भितरु प्रवेश करिबा ask for बोले अनुरोध करिबा मागिबा ask for hand down बोले हस्तांतर करिबा मनला ताले से कोन हबो show up तांग देखांदी 37 नंबर व्हाट इज द ब्लेंडिंग वर्ड फॉर टेलकास्ट टेलकास्ट ब्लेंडिंग वर्ड हला मन को टेलीविजन प्लस ब्रॉडकास्ट ऑप्शन बी हला 38 नंबर एयर पोल्यूशन हैज डैश इफेक्ट ऑन बिल्डिंग कोन डैमेजिंग इफेक्ट डैमेजिंग हला एडजेक्टिव इफेक्ट हला नाउन डैमेजिंग इफेक्ट ऑन बिल्डिंग्स डैमेजिंग एडजेक्टिव हला तापर ये 39 नंबर भल भाव देख पिले दि क्वालिटी ऑफ बीइंग लॉयल इज होची लॉयलिटी कोउटा ऑप्शन डी स्पेलिंग ऑप्शन एटी ऑप्शन ए रे भी लॉयलिटी अछि एल ए वाई ए एल आई टी वाई एथरे खाली एल ए वाई ए एल टी वाई लॉयलिटी हला लॉयल हला एडजेक्टिव लॉयलिटी हला नाउन मन रख लॉयल हला एडजेक्टिव लॉयलिटी हला नाउन 40 नंबर on ଦେଇଛି choose grammatical correct sentence ହେଲା ତାହେଲେ କୋଉଟା ହବ ଦେଖ ପଢି ଯା the boss was overloaded although we are able to find seats option b although the boss was overloaded we were able to find seats we are able to find seats although the boss was overloaded ऑप्शन सी टी देखो करेक्ट कौन ऑल्दो बोले कंट्रास्ट कौन कंट्रास्ट कथा विरोध कथा वी वर एबल टू फाइंड सीट्स आमे सीट पाइबा को सक्षम हेलु ऑल्दो दी बस वाज ओवरलोड जदियो बस ओवरलोड थला अरे बस ओवरलोड थल त सीट पाइ न थान पाइलु कंट्रास्ट कथा कहूची विरोध कथा कहूची जदियो बस ओवरलोड थला आमे सीट पाइ पाइलु तेणु अल्दो लगिला दो अल्दो लगिव फॉर कंट्रास्ट तापर देखो 41 नंबर ही इज पोर एट हिज हैप्पी व्हाट टाइप ऑफ सेंटेंस इट हाउस बिले को सेंटेंस कंपाउंड सेंटेंस जानि छ कोन लगियो इंडिपेंडेंट क्लॉज जो जोग हबो कोन एट बट एंड ताल लगिला ताले ही इज पोर उटे इंडिपेंडेंट सेंटेंस तापरे ही इज हैप्पी उटे ही इज पोर उटे इंडिपेंडेंट सेंटेंस ही इज हैप्पी उटे इंडिपेंडेंट सेंटेंस दुटा के इंडिपेंडेंट जोग होई का एट बट एंड एरा ए कंजक्शन द्वारा जोग हेले सेटा हबो कंपाउंड सेंटेंस तापरे 42 नंबर वी आर मेड डैश फॉर आवर्स मेड लागी चर्च 2 प्लस v1 एक्यूजिगिरी टू स्टैंड हला मेक मेड जोगु टू स्टैंड तापर 43 नंबर हिज क्लोथेस वर कवर्ड इन पेंट्स ही डैश पेंट दी वॉल हिज क्लोथेस आर कवर्ड इन पेंट्स
হি ড্ୟାସ୍ হি ହାଜ୍ ବିନ୍ ପେଣ୍ଟିଂ ଅପସନ୍ ସି। କାହିଁକି ହି ହାଜ୍ ବିନ୍ ପେଣ୍ଟିଂ କାହିଁ ହେଲା ପିଲେ ଏଇଟା ହେଉଛି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ କହୁଛି ଶୋଜ୍ ରିସେଣ୍ଟ ଆକ୍ସନ୍ ୱିଥ୍ ରେଜଲ୍ଟ ଶୋଜ୍ ରିସେଣ୍ଟ ଆକ୍ସନ୍ ୱିଥ୍ ରେଜଲ୍ଟ ଏଇଟା ହେବ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ହେଲା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ କାହିଁକି ହିଜ୍ କ୍ଲୋଥେସ୍ ଆର୍ କଭର୍ଡ ଇନ୍ ପେଣ୍ଟସ୍ ହି ହାଜ୍ ବିନ୍ ପେଣ୍ଟିଂ ଦି ୱାଲ୍। ବୁଝିଲା ଆରେ ହିଜ୍ କ୍ଲୋଥେସ୍ ଆର୍ କଭର୍ଡ ଇନ୍ ପେଣ୍ଟସ୍ ସିଏ ଯେତେବେଳେ ରଙ୍ଗ କରୁଥିଲା ତା ଦେହ ମୁଣ୍ଡ ରଙ୍ଗ ହେଇଯାଇଥିଲା ଛିଟିକିରି ପଡ଼ିକି ବନ୍ଦ ହେଇଥିଲା ତାହେଲେ କାମ କରୁଥିଲା ରିସେଣ୍ଟ ଆକ୍ସନ୍ ୱିଥ୍ ରେଜଲ୍ଟ କ'ଣ ରିସେଣ୍ଟ କାମ କରୁଥିଲା ତା ଛିଟିକି ତା ଦେହରେ ପଡ଼ିଲା ରିସେଣ୍ଟ ଆକ୍ସନ୍ ଏଇଟା ହାଜ୍ ବିନ୍ ପେଣ୍ଟିଂ ହେଲା। ତାପରେ 44 ନମ୍ବର ଚୁଜ୍ ଦି କରେକ୍ଟ ସେଣ୍ଟେନ୍ସ ଆଇଦର ମହେଶ or ସୁରେଶ have broken the glass B either you or he are to blame neither the father nor the son were present home ବା neither the father nor the କ'ଣ ହବ 44 ନମ୍ବର ପିଲେ 44 ନମ୍ବର ମନେ ରଖ କିଛି ନାହିଁ ଆଇଦର ନେଇଦର ନର କ'ଣ ନିୟରେଷ୍ଟ ସବଜେକ୍ଟର ଭର୍ବ ନବ ଆଖି ବୁଝିକିରି ନିୟରେଷ୍ଟ ତାହେଲେ ଟିକେ ଦେଖ ଏଠି ଦେଖ ପିଲେ ଏଠି ନିୟରେଷ୍ଟ ସବଜେକ୍ଟ ଦେଖିଦିଅ ଡି ର ନେଇଦର ଦି ଫାଦର ନର ଦି ସନ୍ ନିୟରେଷ୍ଟ ସବଜେକ୍ଟ ସନ୍ ଜାଗାରେ ୱାଜ୍ ଲଗେଇଲା ଏଠି ସନ୍ ଜାଗାରେ ୱେର୍ ଲାଗିଛି ହବ ନାହିଁ ଆଉ ସବୁ ହବନି ସେ ହେଲାନି ସେଠି ଏଠି କ'ଣ ଲାଗିଛି ହାବ୍ ଲାଗିଛି ସୁରେଶ ମହେଶ ସୁରେଶ ହାଜ୍ ହବ ହାବ୍ କାହିଁଲା ସବୁ କଟିଗଲା ତେଣୁ ଆଇଦର ନେଇଦର ନର କ'ଣ ନବ କୋଉ ଭର୍ବ ନବ ନା ନିୟରେଷ୍ଟ ସବଜେକ୍ଟର ଭର୍ବ ନବ ତେଣୁ ସନ୍ ୱାଚ୍ ହେଲା। ତାପରେ 45 ନମ୍ବର ଦେଖ 45 ନମ୍ବର ପିଲା ଦେଖ କ'ଣ ଲେଖିଛି ଚୁଜ୍ ଦି କରେକ୍ଟ ସେଣ୍ଟେନ୍ସ ଏଇ ଯୋଉ ଚାରିଟା ଦେଇଛି କୋଉଟା ଠିକ ହବ ହର୍ ମଦର ଇଜ୍ ରିଜେମ୍ବଲ୍ଡ ବାଇ ଦି ଗାର୍ଲ ରୀତା ୱାଜ୍ ମ୍ୟାରିଡ୍ ଟୁ ରଘୁ ହରସେଲ୍ଫ ୱାଜ୍ ପଏଜନ୍ଡ ଆଉ ହି ୱାଜ୍ ଡ୍ରାଉନ୍ଡ ଇନ୍ ଦି ରିଭର ହେଲା। ତାହେଲେ ଚୁଜ୍ ଦି କରେକ୍ଟ ସେଣ୍ଟେନ୍ସ ଏଇଟା କୋଉଟା ତାହେଲେ 45 ର କରେକ୍ଟ ସେଣ୍ଟେନ୍ସ ହବ ଦିଟା ହବ କାହିଁକି ନା ହି ୱାଜ୍ ଡ୍ରାଉନ୍ଡ ଇନ୍ ପ୍ରିପୋଜିସନ୍ ଡାଉନ୍ ପ୍ରିପୋଜିସନ୍ ନବା ଥାଟି ଇନ୍ ଲାଗିଛି ତେଣୁ ଠିକ ଅଛି ଗଲା ହରସେଲ୍ଫ ୱାଜ୍ ପଏଜନ୍ଡ ହବନି କାହିଁକି ହରସେଲ୍ଫ ହବନି ଏଇଟା ହେଉଛି ରିଫ୍ଲେକ୍ସିଭ୍ ପ୍ରୋନାଉନ୍ ସବଜେକ୍ଟ ହେଇପାରିବ ନାହିଁ ତେଣୁ ଏଇଟା କଟିଗଲା ତାହେଲେ ଅପସନ୍ ଏ ବି ହବନି କାହିଁକି ହବନି ହର ମଦର ଇଜ୍ ରିଜେମ୍ବଲ୍ଡ ବାଇ ଦି ଆରେ ଇଜ୍ ରିଜେମ୍ବଲ୍ଡ ବାଇ କେମିତି ହବନି ଏଇଟା ବି ହବନି କ୍ଲିୟର ସେଇଟା ବି ହବନି ହେଲା ଦି ଗାର୍ଲ ରିଜେମ୍ବଲ୍ସ ହର ମଦର ହେଇଥାନ୍ତା ଏମିତି ହେଇଥାନ୍ତା ରିଜେମ୍ବଲ୍ଟା ହେଉଛି ଗୋଟେ ଷ୍ଟେଟିଭ୍ ଭର୍ବ ନା ହେଲା ଇଟ୍ ଡେସ୍କ୍ରାଇବ୍ ଷ୍ଟେଟ୍ ନଟ୍ ଆକ୍ସନ୍ ଦେଖେଇବନି ତାହେଲେ ଏଇଟା ବି ହବନି କ୍ଲିୟର ତାହେଲେ କିନ୍ତୁ ରୀତା ୱାଜ୍ ମ୍ୟାରେଜ୍ ଟୁ ରଘୁ এইটা ହେଇପାରିଥାନ୍ତା କିଛି ଭୁଲ ନଥିଲା ରୀତା ୱାଜ୍ ମ୍ୟାରିଡ୍ ଟୁ ରଘୁ ବି ଭଲ ଏଇଟା ବି ଠିକ ଅଛି ରେ ବାପା এইটা ডিটা ঠিক ଅଛି ଆଉ ବିଟା ବି ଠିକ ଅଛି ରୀତା ୱାଜ୍ ମ୍ୟାରିଡ୍ ତାକୁ ବିବାହ କରା ଟୁ ରଘୁ ଏଇଟା ବି ହେଇପାରିବ ଠିକ କିଛି ନାହିଁ ଦିଟା ବି ଆଉ ପୁରା ଠିକ ଅଛି କ୍ଲିୟର। ତାପରେ ଦେଖ 46 ନମ୍ବର he fell ill and eventually died তাহলে নেম দি টাইপ অফ আডভার্ব ক্লজ আডভার্ব ক্লজ হচ্ছে কি আছে আডভার্ব ক্লজ অফ টাইম ইভেনচুয়ালি ଅଛି এটা আডভার্ব ক্লজ অফ টাইম অপশন এ। তারপরে 47 নম্বর দেখো বারম্বার কହୁଛି ସବୁ ଦେଖ we have lived here 2014 2000 ଅଛି ପଏଣ୍ଟ ଅଫ ଟାଇମ ଅଛି ସିନ୍ସ ନବ 2014 ଗୋଟେ ଫିକ୍ସ ପଏଣ୍ଟ ଅଫ ଟାଇମ ତେଣୁ ସିନ୍ସ ଫର୍ କୋଉଠି ଲାଗିବ ପିରିୟଡ଼ ଅଫ ଟାଇମ ଫର୍ ପଏଣ୍ଟ ଅଫ ଟାଇମ ହେଲା ସିନ୍ସ। ତାପରେ ଦେଖ 48 ଦି ବୟ ଆଇ ମେଟ୍ ଅନ୍ ଦି ରୋଡ ଇଜ୍ ଏ ଦେଖ 48 ନମ୍ବର ସେପଟେ ରହିଛି କ୍ୱେଶ୍ଚିନ୍ ଟିକେ ଏଠି ଆଗେ ସରିଯାଉ ଦେଖ ଦି ବୟ ଡ୍ୟାସ୍ ଆଇ ମେଟ୍ ଅନ୍ ଦି ରୋଡ ଇଜ୍ ଏ କଲେଜ ଷ୍ଟୁଡେଣ୍ଟ ତାହେଲେ କ'ଣ ହବ ରିଲେଟିଭ ପ୍ରୋନାଉନ୍ ହୁ ହେଇପାରିବ ହୁମ୍ ବି ହେଇପାରିବ ଦ୍ୟାଟ୍ ବି ହେଇପାରିବ ସବୁ ଅଲ୍ ଅଫ୍ ଦି ଅବଭ୍ ଠିକ୍ ସବୁ ତ ଲାଗିପାରିବ ହୁ ଲଗେଇଲେ ହବ ହୁମ୍ ଲଗେଇଲେ ହବ ଦ୍ୟାଟ୍ ଲଗେଇଲେ ହବ ହେଲା 49 ନମ୍ବର। ତାପରେ ଦେଖ ମେନି
ସୁପରଷ୍ଟିଚୁଅସ୍ ବିଲିଫ୍ ହାଭ୍ ବିନ୍ ଡ୍ୟାସ୍, ଯୋଉ ଅନ୍ଧବିଶ୍ୱାସ ଗୁଡ଼ିକ ଅଛି ତାକୁ କ'ଣ କରେ ଆବଲିସ୍ ବାହାର କରିଦେବା କଥା, ତାହେଲେ ଡନ୍ ଆୱେ ୱିଥ୍ ଅପସନ୍ ବି। କ୍ଲିୟର? ତାର 50 ନମ୍ବର ଦେଖ, ହି ସେଡ୍ ଆଇ ଏମ୍ ଦି ବେଷ୍ଟ ପ୍ଲେୟାର ଅଫ୍ ଦି ଟିମ୍। ସେ କହିଲା ଯେ ଆଇ ଏମ୍ ଦି ବେଷ୍ଟ ପ୍ଲେୟାର, ତାହେଲେ କ'ଣ ହବ? ହି ବୋଷ୍ଟେଡ୍, ଅପସନ୍ ସି, ହି ବୋଷ୍ଟେଡ୍ ଦ୍ୟାଟ୍ ହି ୱାଜ୍ ଦି ବେଷ୍ଟ ପ୍ଲେୟାର ଅଫ୍ ଦି ଟିମ୍। ହେଲା, ଆଇ ଆମ୍ ଅଛି, ହି ଆମ୍ ଟା ପାଷ୍ଟ ପୁଣି ହବ, ତାହେଲେ ହି ୱାଜ୍ ଦି ବେଷ୍ଟ ପ୍ଲେୟାର ଅଫ୍ ଦି, ଅପସନ୍ ସି କରେକ୍ଟ। ହେଲା, ଦେଖ, ଥ୍ୟାଙ୍କ ୟୁ ଭେରି ମଚ୍।